ସମସ୍ତେ ବଦଳି ଯାଆନ୍ତି, କିଏ ଭଲ ସମୟ ଦେଖି ବଦଳି ଯାଏ, କିଏ ଖରାପ ସମୟ ଦେଖି ବଦଳି ଯାଏ। ଓಂ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ମୋ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିନାହାନ୍ତି, ପ୍ରଥମେ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ ଆଇକନ ବଟନ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ମାର୍ଚ୍ଚ ମାସ 2 ତାରିଖ, ଓଡ଼ିଆ ଫାଲ୍ଗୁନ ମାସ 18 ଦିନ, ରବିବାର, ଶୁକ୍ଳ ପକ୍ଷ ତୃତୀୟା ତିଥି, ଯାହା ଦିବା 11:58 ପର୍ଯ୍ୟନ୍ତ ରହୁଛି। ଆଜି ଉତ୍ତରା ଭାଦ୍ରା ନକ୍ଷତ୍ର, ଯାହା ଦିବା 11:31 ପର୍ଯ୍ୟନ୍ତ ରହୁଛି। ଆଜି ମୀନ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି ପ୍ରାପ୍ତ 6:07 ସେଇଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଯାହା ଅପରାହ୍ନ 5:47। ଆଜି ଯାହାକି ଯୁଗ୍ନି ରହିଛି ଅଗ୍ନିକୋଣେ, ଯାହା ରାତ୍ରି 11:58 ପରେ ଯାହାକି ଯୁଗ୍ନି ନୈଋତ୍ୟ କୋଣରେ ରହିବ। ଆଜି ଯାହାକି ଘାତ ଚନ୍ଦ୍ର ରହିଛି ଧନୁରାଶ ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ଯାହାକି ମେଷ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଏକ ପାଦ ପୁଷ୍କର ଦୋଷ ଲାଗୁଅଛି। ଫଳ ରହୁଛି କୃଷି ସନ୍ତାନ ହାନି। ଆଜି ତୃତୀୟାରେ ଶ୍ରାଦ୍ଧ। ନିଷିଦ୍ଧ ଖାଦ୍ୟ ରହିଛି ପୁଟୁଳ, ତତ୍ସହିତ ରବିବାର ଯୋଗୁଁ ଆମିଷ, ବିରି, ମସୁରୀ, ଅଦା, ନିମ, ଦୁଗ୍ଧ ଜାତୀୟ ଭୋଜନ ନିଷେଧ ରହିଛି। ଆଜି ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ ବିବାହ, ପାଣି ଗ୍ରହଣ, ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରସନ୍ନ, କର୍ଣ୍ଣବୁଧ, ଚତୁର୍ବେଦୀ ବ୍ରତ, ପ୍ରଣୟନ, ଦୀକ୍ଷା ଗ୍ରହଣ, ଜଳାଶୟ ପ୍ରତିଷ୍ଠା, ଗୃହ ପ୍ରବେଶ, ନୌକା ଗଠନ, ଔଷଧୀକରଣ, ସେବନ, ପୁଣ୍ୟାରମ୍ଭ, ହଳ ପ୍ରବାହ, ବୀର୍ଯ୍ୟରୋପଣ, ବୃକ୍ଷରୋପଣ, ନବବସ୍ତ୍ର ପରିଧାନ, ନବସଜ୍ଜା ଉପଭୋଗ, ଧାନ୍ୟ ସ୍ଥାପନ, ନବବସ୍ତ୍ର ପରିଧାନ, ନବବଧୂ ଯାତ୍ରା, ହୋମାଦି ଶାନ୍ତି, ତତ୍ସହିତ ସୀମାନ୍ତୟନ, ଧାନ ଛେଦନ, ପୁତ୍ର ଧାରଣ, ତତ୍ସହିତ ବିଷ୍ଣୁ ପ୍ରତିଷ୍ଠା, ରୁଦ୍ର ପ୍ରତିଷ୍ଠା, ପ୍ରିୟ ବାଣିଜ୍ୟ, ନାଟ୍ୟାରମ୍ଭ, ବିଦ୍ୟାରମ୍ଭ, କଳା ସଙ୍ଗୀତ ବିଦ୍ୟାରମ୍ଭ ପ୍ରଭୃତି କରିପାରିବେ। ଆଜିର ଅଶୁଭ ବେଳା, ଯାହା ଦିବା 10:48 ଦିବା 1:56 ମଧ୍ୟ ରହିଛି, ବାର ବେଳା ସହିତ କାଳ ବେଳା। ସେହିଭଳି ଦିବା 4:11 ଅପରାହ୍ନ 5:47 ମଧ୍ୟ ରହିଛି ରାହୁ କାଳ। ସେହିଭଳି ବାର ବେଳା, କାଳ ବେଳା ଏବଂ ରାହୁ କାଳ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ 10:07 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟା 6:43 ଯାହାକି ରାତ୍ରି 9 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଆପଣଙ୍କର ଭାଗ୍ୟ ଗ୍ରହ ଶୁଭ ଯୁଗ ସ୍ଥିତିରେ ରହିଛି, ଯାହାକି ଆପଣ ଅତ୍ୟନ୍ତ ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହିବାର ସିଦ୍ଧି ଯୁଗ ରହୁଛି। ତତ୍ସହିତ ଆଜି ବେପାର ବାଣିଜ୍ୟରେ ଯାହାକି ଲୁହା, ମେସିନ, ପଥର, ସିମେଣ୍ଟ, କୋଇଲା, ଚମଡ଼ା, ବିଶେଷ କରି ନିଚ କାର୍ଯ୍ୟରେ ଆପଣଙ୍କୁ ଅନେକ ଫାଇଦା ଦେଇପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତତ୍ସହିତ ଆଜି ଅଳ୍ପ କଷ୍ଟରେ ଅନେକ ସଫଳତା ପାଇପାରନ୍ତି ଏବଂ ବିଶେଷ କରି କର୍ମଚାରୀ ମାନେ, ବିଶେଷ କରି ଚାକିରି ସମ୍ବନ୍ଧ ଯେଉଁମାନେ କାର୍ଯ୍ୟ କରୁଛନ୍ତି, ଆପଣଙ୍କର ସହକର୍ମୀ ମାନେ ଆପଣଙ୍କୁ ସହଯୋଗ କରି ନିଶ୍ଚିତ କାର୍ଯ୍ୟ ସଫଳତା ଶୀର୍ଷରେ ପହଞ୍ଚି ପାରନ୍ତି। ଆଜି ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ରହିବାର ନିହାତି ଆବଶ୍ୟକତା ରହିଛି, କାରଣ ଛୋଟ ମୋଟ ଆପଣଙ୍କୁ ପୀଡ଼ା ଦେଇପାରେ, ଯାହା ପାଇଁ ଆପଣ ଅସ୍ଥିରତା ହୋଇପାରନ୍ତି। ତେବେ ଆଜି ମେଷ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଉତ୍ତମ ଯୁଗ ରହୁଛି, ଯାହାକି ରୋମାଣ୍ଟିକ ପରିବେଶ ଆଜି ଆପଣଙ୍କ ରାଶି ଚକ୍ରରୁ ଜଣାପଡେ। ତତ୍ସହିତ ଆଜି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ସମ୍ପର୍କ ରହିବାର ଉତ୍ତମ ଯୁଗ ରହୁଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ନୀଳ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି, ଆଜି ଆପଣଙ୍କର ଖ୍ୟାତି ଅର୍ଜନ କରିବାର ସଫଳ ଶୁଭ ଯୁଗ ରହୁଛି। ତତ୍ସହିତ ଆଜି ବେପାର ବାଣିଜ୍ୟରେ ଅନେକ ଆପଣଙ୍କର ଲାଭ ରହିବ ଏବଂ କିଛି ବେପାର ବାଣିଜ୍ୟରେ ଆପଣଙ୍କର ପରିବର୍ତ୍ତନ ହୋଇପାରେ, ଯାହା
ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ବୃଷ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧ ପାଇଁ ଉତ୍ତମ ଯୁଗ ରହୁଛି। ତତ୍ସହିତ ପାରିବାରିକ ସମ୍ପର୍କ ଆପଣଙ୍କର ଭଲ ରହିବ। ତତ୍ସହିତ ବୃଷ ରାଶି ବ୍ୟକ୍ତି ଆଜି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବା ପାଇଁ ଉତ୍ତମ ଯୁଗ ରହୁଛି। ତେବେ ବୃଷ ରାଶି ବ୍ୟକ୍ତି ପୂର୍ବରୁ ଯଦି କିଛି କ୍ଷତି ହୋଇଥିବ ନା ତାହାର ଆଜି ଭରଣ ପୂରଣ କରିବାର ଉତ୍ତମ ଯୁଗ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ଟିକେ ନିଜର ବ୍ୟବହାରକୁ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ, କାରଣ ଆପଣଙ୍କ ବ୍ୟବହାର ଖରାପ ହେଲେ ଆପଣଙ୍କର ସମ୍ମାନ ହାନି ହୋଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟରେ ଆପଣ ସଫଳତା ପାଇବା ସହିତ ମହା ଆନନ୍ଦରେ ଦିନ କଟିବ। ଆଜି ଯାହାକି ମିଥୁନ ରାଶି ବ୍ୟକ୍ତି ଶତ୍ରୁମାନେ ଟିକେ ଆପଣଙ୍କୁ ଗଡ଼ବଡ଼ କରିପାରନ୍ତି, ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତତ୍ସହିତ ମିଥୁନ ରାଶି ବ୍ୟକ୍ତି ଟିକେ ଧାର୍ମିକ ଚିନ୍ତାଧାରା ନିହାତି ଆଣିବାକୁ ପଡ଼ିବ, ନହେଲେ ଅନେକ କ୍ଷେତ୍ରରେ ଆପଣଙ୍କୁ ବିଫଳତା ମଧ୍ୟ ଭୋଗିବାକୁ ପଡ଼ିବ। ଆଜି ମିଥୁନ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଲାଭ ପାଇପାରିବେ। ତେବେ ଧ୍ୟାନ ପୂର୍ବକ ନିଜର ବେପାର ବାଣିଜ୍ୟ କରିଲେ ନିଶ୍ଚିତ ଲାଭ ପାଇବା ସହିତ ଅନେକ ସଫଳତା ମଧ୍ୟ ମିଳିବ। ଆଜି ମିଥୁନ ରାଶି ବ୍ୟକ୍ତି ଦୂରଯାତ୍ରା କରୁଥିଲେ ଟିକେ ସାବଧାନ ସହକାରେ କରନ୍ତୁ, ନିଜର ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ। ଆଜି ଯାହାକି ମିଥୁନ ରାଶି ବ୍ୟକ୍ତି ଆପଣଙ୍କର ପ୍ରେମ ସମ୍ବନ୍ଧ ଉତ୍ତମ ଯୁଗ ରହିବ, ପରିବାର ସହିତ ଭଲ ସମ୍ପର୍କ ରହିବ ଏବଂ ଦିନଟି ଅତି ସୁଖମୟରେ କଟିବ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଦିନଟି ଆପଣ ନିଶ୍ଚିତ ଧ୍ୟାନ ପୂର୍ବକ କାର୍ଯ୍ୟ କରନ୍ତୁ। କୌଣସି କାର୍ଯ୍ୟରେ ଆପଣ ଅସ୍ଥିରତା ହୋଇ କାର୍ଯ୍ୟ କରନ୍ତୁ ନାହିଁ, ମନକୁ ସ୍ଥିରତା ଲଗେଇ କାର୍ଯ୍ୟ କରନ୍ତୁ। ଯଦି ମନ ସ୍ଥିରତା ନ ହଉଛି ଆପଣ ସଙ୍ଗୀତ କିମ୍ବା ପ୍ରବଚନ ଶୁଣନ୍ତୁ, ଦେଖିବ ମନ ସ୍ଥିର ଆସିବ। ତତ୍ସହିତ କାର୍ଯ୍ୟ କରନ୍ତୁ। ବିଶେଷ କରି ବେପାର ବାଣିଜ୍ୟରେ ଆପଣଙ୍କୁ ଧ୍ୟାନ ପୂର୍ବକ କାର୍ଯ୍ୟ କରିବାକୁ ପଡ଼ିବ। କୌଣସି ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ, କାରଣ ଆଜି ହାନି ଯୁଗ ରହୁଛି ବେପାର ବାଣିଜ୍ୟ କ୍ଷେତ୍ରରେ। ତତ୍ସହିତ କର୍କଟ ରାଶି ବ୍ୟକ୍ତି ଆଜି ପରିବାର ବର୍ଗଙ୍କ ସହିତ ମତଭେଦ ଦେଖା ଦେଇପାରେ, ଏହା ପ୍ରତି ସାବଧାନ ରୁହନ୍ତୁ। ତତ୍ସହିତ ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ଆଜି ଟିକେ ନିଜକୁ ଜଗି ରଖି ଚଳନ୍ତୁ, ଯାହା ଆପଣଙ୍କର ପ୍ରେମ ସମ୍ବନ୍ଧ ଖରାପ ହେବ ନାହିଁ। ଆଜି କର୍କଟ ରାଶି ବ୍ୟକ୍ତି ଭାଗ୍ୟ ଆପଣଙ୍କର ନିମ୍ନଗାମୀ ରହୁଛି। ତତ୍ସହିତ ଆପଣଙ୍କୁ ଆଜି ଶତ୍ରୁମାନେ ଟିକେ ହଇରାଣ କରିପାରନ୍ତି, ଏହା ପ୍ରତି ସଚେତନ ରହିବା ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ ଯେଉଁମାନେ ଅଛନ୍ତି ଟିକେ ଧ୍ୟାନ ନିହାତି ଆବଶ୍ୟକତା ରହିଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ତେବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଆପଣଙ୍କର ମାନସିକ ଅସ୍ଥିରତା ଆଡ଼କୁ ଅଗ୍ରଗତି କରିପାରେ, ତେଣୁ ପ୍ରତ୍ୟେକ କାର୍ଯ୍ୟକୁ ଧ୍ୟାନ ପୂର୍ବକ କରନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ ସିଂହ ରାଶି ବ୍ୟକ୍ତି, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ସିଂହ ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ। ଯେକୌଣସି କାର୍ଯ୍ୟ କରନ୍ତୁ ଆଜି ଆପଣଙ୍କ ପାଇଁ ଯାହାକି ବିଫଳତା କଷ୍ଟ ସହିବାକୁ ପଡ଼ିବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ସିଂହ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଅନେକ ପ୍ରକାର ବିଫଳତା ସହିତ ଆପଣଙ୍କୁ ଲସ୍ ମଧ୍ୟ ସାମ୍ନା କରିବାକୁ ପଡ଼ିବ। ତେଣୁ ଯେଉଁମାନେ ବେପାର ବାଣିଜ୍ୟ କରୁଛନ୍ତି ନିଶ୍ଚିତ ସଚେତନ ଏବଂ ଧ୍ୟାନ ଦେଇ ବେପାର ବାଣିଜ୍ୟ କରନ୍ତୁ। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବଢ଼ି ଯାଇପାରେ। ଯଦି ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ଥିବ ନିଶ୍ଚିତ ଆପଣ ଆଜି ଡକ୍ଟର ପରାମର୍ଶ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ନହେଲେ ପରବର୍ତ୍ତୀ ଷ୍ଟେପରେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଆହୁରି ଅଧିକ ବଢ଼ି ଯାଇପାରେ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6, ଭାଗ୍ୟ ରଙ୍ଗ ରହୁଛି ଯାହାକି ଗାଢ଼ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ସମସ୍ତ ପ୍ରକାର ଶୁଭ ଫଳ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ଯେକୌଣସି କାର୍ଯ୍ୟ କରନ୍ତୁ ନା ଆଜି ସେ କାର୍ଯ୍ୟ ନିଶ୍ଚିତ ସମ୍ପୂର୍ଣ୍ଣ ହେବା ସହିତ
ଆପଣ ମାନସିକ ସ୍ତରରେ ମଧ୍ୟ ଆନନ୍ଦ ଅନୁଭବ କରିବେ କନ୍ୟା ରାଶି ବ୍ୟକ୍ତି। ଆଜି କନ୍ୟା ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବା ସହିତ ଶତ୍ରୁମାନଙ୍କୁ ଆଜି ପରାଜିତ କରି ନିଜେ ବିଜୟ ପ୍ରାପ୍ତ କରିବାର ଭୂମିକା ଆଜି ଗ୍ରହଣ କରିବାର ଯୁଗ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତି ବିଶେଷ କରି ଜମି ଏବଂ ଘର ବାଡ଼ି ଉପରେ ଯାହାକି ନିର୍ମାଣ ଉପରେ ଯଦି ଆପଣ କାର୍ଯ୍ୟ କରିବେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ତତ୍ସହିତ ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ କ୍ଷେତ୍ରରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି କନ୍ୟା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ଯୁଗ ରହୁଛି। ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ଶୁଭ ଯୁଗ ରହୁଛି। ତେଣୁ ବେପାର ବାଣିଜ୍ୟ ନିଶ୍ଚିତ ହୋଇ କାର୍ଯ୍ୟ କରନ୍ତୁ। ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ତୁଳା ରାଶି ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ରହିବା ସହିତ ମହା ଆନନ୍ଦରେ ଦିନ କଟିବାର ସୁଯୋଗ ରହୁଛି। ଆଜି ତୁଳା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ ରହୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ମହିଳା ପୁରୁଷଙ୍କ ସହିତ ଯାହାକି ଭଲ ବାର୍ତ୍ତାଳାପ କରିବା ପାଇଁ ଉତ୍ତମ ଯୁଗ ରହୁଛି। ତତ୍ସହିତ ଆଜି ବିଶେଷ କରି ତୁଳା ରାଶି ବ୍ୟକ୍ତି ଆପଣ ପରିବାର ବର୍ଗ ଯାହାକି ପିଲା ଛୁଆଙ୍କ ପ୍ରତି ଆପଣଙ୍କର ସମ୍ପର୍କ ଭଲ ନ ରହିପାରେ, ଏହା ପ୍ରତି ନିଶ୍ଚିତ ଧ୍ୟାନ ଦେବା ସହିତ ଆପଣଙ୍କର ଭାଇ ଭଉଣୀଙ୍କ ସହିତ ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି ତୁଳା ରାଶି ବ୍ୟକ୍ତି ଶତ୍ରୁମାନଙ୍କୁ ପରାଜିତ କରିବା ପାଇଁ ଯାହାକି ଭାଗ୍ୟ ଆପଣଙ୍କୁ ଭଲ ସୁଯୋଗ ରହୁଛି। ତତ୍ସହିତ ଆଜି ଆପଣ ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକୁ ଯଦି କରୁଛନ୍ତି ଅନେକ କାର୍ଯ୍ୟଶୈଳୀ ଦେଖି ଆପଣ ପ୍ରଶଂସାର ପାତ୍ର ବନି ଯାଇପାରନ୍ତି ଉପରସ୍ଥ କର୍ମଚାରୀଙ୍କ ଠାରୁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟକୁ ଆପଣ ଧ୍ୟାନପୂର୍ବକ କାର୍ଯ୍ୟ କରନ୍ତୁ। କୌଣସି ଅସ୍ଥିରତା ବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ, ଯାହା ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ଅନେକ ମହଙ୍ଗା ପଡ଼ିପାରେ। ଆଜି ନିଜର କାର୍ଯ୍ୟରେ ବିଚଳିତ ହେବା ସହିତ କାର୍ଯ୍ୟ ପରିବର୍ତ୍ତନ ମଧ୍ୟ କରିପାରନ୍ତି, ଏହା ପ୍ରତି ଧ୍ୟାନ ଦିଅନ୍ତୁ ବିଛା ରାଶି ବ୍ୟକ୍ତି। ଆଜି ବିଛା ରାଶି ବ୍ୟକ୍ତି ସମସ୍ତଙ୍କ ସହିତ ସମ୍ବନ୍ଧ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଅର୍ଥଜନିତ କାରବାରରେ ଆପଣଙ୍କର ଅନେକ ପ୍ରକାର ଯାହାକି ଭାଗ୍ୟ ନିମ୍ନଗାମୀ ରହୁଥିବାରୁ ଆପଣଙ୍କୁ ବିଫଳତା ସାମ୍ନା କରିବାକୁ ପଡ଼ିପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବା ସହିତ ଆପଣ ଦୂରଯାତ୍ରା ଯଦି କରୁଛନ୍ତି ଆପଣଙ୍କୁ ଅନେକ ଛୋଟ ମୋଟ ଯାହାକି କଷ୍ଟ ସହିବାକୁ ପଡ଼ିବ, ବିଶେଷ କରି ଆପଣଙ୍କର ସୁଖ କମି ଯାଇପାରେ। ତେଣୁ ଏହା ପ୍ରତି ବିଛା ରାଶି ବ୍ୟକ୍ତି ଧ୍ୟାନ ଦେବା ସହିତ ଆପଣ ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ନିମ୍ନଗାମୀ ଯୁଗ ବନଉଛି, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ଆପଣଙ୍କର କାର୍ଯ୍ୟରେ ଅନେକ ଯାହାକି ଭାଗ୍ୟ ସାଥ ଦେଉଥିବାରୁ ପ୍ରତ୍ୟେକ କାର୍ଯ୍ୟ ସଫଳତା ପାଇବା ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ ଅନେକ ପରାକ୍ରମ ଦେଖିବାର ଯୁଗ ରହୁଛି ଏବଂ ଆପଣଙ୍କର ଦବଦବା ବଢିବ। ବିରୋଧୀ ମାନେ ଆପଣଙ୍କ ଠାରୁ ଧୂଳିସାତ ହବାର ଅନେକ ଚାନ୍ସ ରହୁଛି। ଆଜି ଧନୁ ରାଶି ବ୍ୟକ୍ତି ଯାହାକି ଆପଣଙ୍କର କାର୍ଯ୍ୟ କୌଶଳ ଦେଖି ଯଦି ଚାକିରି ସମ୍ବନ୍ଧରେ କିଛି କାର୍ଯ୍ୟ କରୁଥିବେ ଉପରସ୍ଥ କର୍ମଚାରୀ ଆପଣଙ୍କୁ ନିଶ୍ଚିତ ପ୍ରଶଂସା କରିବାର ଯୁଗ ବନଉଛି। ଆଜି ଧନୁ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ନିହାତି ଆବଶ୍ୟକତା ରହିଛି, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ଧନୁ ରାଶି ବ୍ୟକ୍ତି ଯାହାକି ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିଲେ ଆପଣଙ୍କର କୌଣସି ସମସ୍ୟା ରହିବ ନାହିଁ। ଆଜି ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ କରିପାରନ୍ତି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଗ୍ରହ ଶୁଭ ଯୁଗ ପରିସ୍ଥିତିରେ ରହୁଥିବାରୁ ଆପଣ ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭଯୁକ୍ତ ରହୁଛି,
जहा अर्थजनित कारोबार आपन को विशेष सफलता मिल पारे। तत्सहित आज मकर राशि व्यक्ति किछि नूतन वस्त्र किबा आभूषण किनिबा पई उत्तम जुग बनौछि। आज मकर राशि व्यक्ति स्वास्थ्यगत दृष्टि देखिले आपण संपूर्ण सुस्थ रहिबे, मानसिक स्तर मध्ये आपण सुस्थ रहिबार अनेक चांस रहउछि। आज मकर राशि व्यक्ति शत्रु मान को पराजित करिवार उत्तम जुग रहउछि। मन सदा बेले आपणकर प्रसन्न रहिबो एवं खुशी अनेक प्रकार भाग्य आपणकर साथ देबो, किंतु परिवार संबंध भितर जदि जड़ित थिबे आपण मानसिक स्थिति अस्थिरता आड़को अग्रगति करि पारे। तेणु यहा प्रति ध्यान देले आपणकर कौनसी कार्य विफलता रहिबो नाही, समस्त कार्य सफलता आड़को अग्रगति करिबो मकर राशि व्यक्तिंकर। आज मकर राशि व्यक्तिंकर भाग्य संख्या रहिछि 5, भाग्य रंग रहुछि जहा कि आपण मिश्रित कला रंग व्यवहार करि परिबे एवं ग्रह माने आपण को आज जहा कि 85% साथ दौछंती। चलंतु जानिबा कुंभ राशि व्यक्तिंक विषय। कुंभ राशि व्यक्ति आज आपण जितखुर स्वभाव व्यक्ति रूपे परिचित होई पारंती समाज आगरे। तत्सहित आज कुंभ राशि व्यक्ति मानसिक अशांति रूपे आपण दिनटी कटि पारंती। शारीरिक पीड़ा आपण को किछि मात्रा रे व्याघात करि पारे एवं आपण जितखुर स्वभाव जुगु परिजन सहित आपणकर किछि मतभेद देखा देई पारे, जहा आपणकर पारिवारिक संपर्क अस्थिरता आड़को अग्रगति करि पारे एवं प्रेम संबंध आपणकर खराब होई पारे। तेणु यहा प्रति ध्यान दबार आवश्यकता रहिछि कुंभ राशि व्यक्ति। आज कुंभ राशि व्यक्ति अनेक क्षेत्र रे आपन को असफलता सामना करिबा पड़िबो। तत्सहित आपणकर मान सम्मान हानि होबार जुग रहुछि। तेणु यहा प्रति ध्यान दबा सहित अर्थजनित कारोबार रे आपणकर अनेक प्रकार अर्थ समस्या देखा देबो, जहा कि हानि जुग रहुछि। तेणु यहा प्रति सचेतन रहिले दिनटी अति उत्तम जुग रूपे कटिबार सुजोग देई पारे। आज जहा कि कुंभ राशि व्यक्तिंकर भाग्य संख्या रहिछि 3, भाग्य रंग रहुछि जहा कि आपण केसुरिया रंग व्यवहार करि परिबे एवं ग्रह माने आपण को आज जहा कि 45% साथ दउछंती। एबे चलंतु जानिबा मीन राशि व्यक्तिंक विषय। मीन राशि व्यक्ति आज प्रत्येक कार्य रे आपण आनंदित पाइबार उत्तम जुग रहुछि। आज मीन राशि व्यक्ति जहा कि पूर्वरु जदि आपनकर किछि रोग समस्या बा स्वास्थ्य समस्या थिबो ता आज दूरीभूत होबार अनेक चांस रहुछि। आज आपनको इच्छा मुताबिक किछि भोजन प्राप्त करिवार सुजोग रहि पारे। तत्सहित आज किछि नूतन वस्त्र बा उपहार प्राप्त करिवार उत्तम जुग रहुछि। आज मीन राशि व्यक्ति राजनैतिक सामाजिक क्षेत्र रे ख्याति अर्जन करिवार उत्तम जुग रहुछि, किंतु किछि दूर यात्रा करिबा पई आपनको पड़ी पारे, जहा पई आपण मानसिक स्तर रे अस्थिरता आड़को अग्रगति करि पारे। तेबे व्यापार वाणिज्य रे आपण अनेक प्रकार लाभ पाइबार उत्तम जुग रहुछि, जहा आपणक राशि चक्र रु जणा पडुछि। आज मीन राशि व्यक्ति प्रेम संबंध रे उत्तम जुग रहुछि। परिवार संपर्क भल रहिबो, जहा आपणक राशि चक्र रु जणा पडुछि। आज मीन राशि व्यक्तिंकर भाग्य संख्या रहिछि जहा कि 4, भाग्य रंग रहुछि जहा कि सबुज रंग व्यवहार करि परिबे एवं ग्रह माने आपण को आज जहा कि 95% साथ दउछंती। ओम विष्णवे नमः। नमस्कार।